ଆଜ୍ଞା ଆଜି ଆପଣଙ୍କର ଦଣ୍ଡ କୋଉଠି ଅଛି? ଏଇଟା କି ସାଇଟ୍ ମୁଁ ତ ଜାଣିନି ଆମର ଏଫ୍ସି ଛକରୁ କିଏ ଅମ୍ବାବା ଢାବା? ଢାବା ନା କଣ ବୋଧେ ଅମ୍ବାବା ଢାବା ତ ରାସ୍ତାରେ ଏଇଟା ଡିଜେ କଣ ପାଇଁ ଆସିଛି? ଏଇଟା ପ୍ରସେସନ କରିକି ନେବେ ସେ ମାଲିକ ପଠେଇଛି। ମାଲିକ ପଠେଇଛି ଏଇଠୁ ସେ ପର୍ଯ୍ୟନ୍ତ ଯିବ ଡିଜେ? ଡିଜେ ପିଲାମାନେ ନାଚି ନାଚି ଯିବେ? ଯିବେ। ତ ଆପଣ ସବୁଦିନ ନିଆଁରେ ଚାଲୁଛନ୍ତି ଆପଣଙ୍କ ପିଲା? ଏଇଟା 28 ତାରିଖରୁ ବର୍ତ୍ତମାନ ନିଆଁରେ ଚାଲିବାର ଆସୁଛି। ହଁ କିନ୍ତୁ ୟା ପୂର୍ବରୁ ଆଜିକି 4 ବର୍ଷ ହେଲା ସେ ହଁ। ନିଆଁରେ ଏକା ଚଲା 17 ଦିନ ଯାକ 17 ସମସ୍ତେ ବକ୍ତା ଚାଲୁଛନ୍ତି? ସମସ୍ତେ ଗୁହାରିଆ ଯେତିକି ନାଚୁଆ ବାଲା ସବୁ ଗୁହାରିଆ ସକାଳେ ପଣା ପିଉଛ? ନାଇଁ ମାଙ୍କ ଆଦେଶରେ ଆଜ୍ଞା ମା ଏବେ ଗୁଆରିଆ ତ ଆମର 200 ଜିଲ୍ଲା ହଉଛି। ହଁ ମାଙ୍କ ଆଦେଶରେ ମା ଯାହାକୁ ଯୋଉଟା ଖାଇବାକୁ କହିଥିବ ହଁ ସେ ପଣା ପିଇକିରି ରହିବୁ, ପଣା ପିଇକି ରହୁଛି। ହଁ ନହେଲେ ପଣା ପିଇକିରି ଉଲ୍ଟେ ରାତିରେ 11ଟା 12ଟାରେ ଅରୁଆ ଖାଇବୁ ବୋଲି କହିଥିବ, ସେମିତି ଖାଉ। ଆଜ୍ଞା ତାଙ୍କର ଆଦେଶରେ ଯାହା ସେ କହିବ ତାହା ଅନୁଯାୟୀ ଖାନା ହଉଛି। କୁନା ଭାଇ ସାଇଡରେ ଅଛନ୍ତି ତ ଭାଇ କୁନା ଭାଇ ଆପଣଙ୍କର ପାର୍ଟ କ'ଣ ଅଛି ଦଣ୍ଡରେ? କୋଉ ପାର୍ଟଟା ନେଇଛନ୍ତି ଆପଣ? କୋଉ ପାର୍ଟଟା ନେଇଛ? ଝୁଣା ଖେଳ। ଆଉ ତା ବ୍ୟତୀତ ଆଉ କିଛି ନେଇନ? କାଠି ଅଛି। ହଉ ଠିକ୍ ଅଛି। କୁନା ଭାଇ ବି କହିଲେ ତାଙ୍କେ ତ ଭାଇ ଆଜି ଦଣ୍ଡ କୋଉଠି ଅଛି? ଏଫ୍ସିଆଇରେ ଭାଇ। ତାଙ୍କେ ଏଇଟା ଡିଜେ ଦେଇଛନ୍ତି ତ ଏଠୁ ଆମ ପିଲାମାନେ ପ୍ରସେସନ କରିକି ଯିବୁ। ତ ଭାଇ ଆପଣଙ୍କର ଦଣ୍ଡରେ କ'ଣ ପାର୍ଟ ଅଛି ଭାଇ? କୋଉ ପାର୍ଟଟା ନେଇଛନ୍ତି ଆପଣ? ହଁ ଭାଇ। ହଁ ଭାଇ। ଅନ୍ନ ଖାଉନାହାନ୍ତି ଭାଇ? ତ ଭାଇ ଏଇଟା ପିଲାମାନେ ଏଇଟା ଅଗ୍ନିଦଣ୍ଡ ଭାଇ। ତ ଏଇଟା ପିଲାମାନେ 17 ଦିନ ପର୍ଯ୍ୟନ୍ତ ଚାଲୁଛନ୍ତି ନିଆଁରେ? ହଁ ହଁ ଗୌଡ଼ ସବୁ ସରିଲା ପରେ ଚାଉଳ ସେବା ହେବ। ହଁ ସେବା ପରେ ଆମର ଅଗ୍ନିନୃତ୍ୟ ହେବ। ଅଗ୍ନିନୃତ୍ୟ ସରିଲା ପରେ ଆମେ ଯାଇକି ଜଳଘାଟରେ ସ୍ନାନ କରିବୁ। ଧନ୍ୟବାଦ ଭାଇ।